କାରୁଣ୍ଡ୍ୟ ରାଜ୍ୟ ବା ବର୍ତ୍ତମାନର କଳାହାଣ୍ଡି ସହର। ସେତେବେଳେ ନାଗବଂଶର ରାଜାମାନେ କଳାହାଣ୍ଡି ରାଜ୍ୟ ଶାସନ କରୁଥିଲେ। ନାଗବଂଶର ଷଷ୍ଠତମ ରାଜାଙ୍କ ରାଉତି କାଳରେ ତାଙ୍କର ଗୋଟିଏ ଶିଶୁପୁତ୍ର ହୋଇଥିଲା। ତାଙ୍କର ନାମ ରାମଚନ୍ଦ୍ର। ରାଜା ରାଣୀ ଆଉ ତାଙ୍କ ସେହି ଶିଶୁପୁତ୍ରକୁ ଧରି ସେମାନେ ବହୁତ ଖୁସିରେ ଥିଲେ। କିଛି ବର୍ଷ ଗଲା ପରେ ରାଜାଙ୍କର ମୃତ୍ୟୁ ହୋଇଗଲା। ରାଣୀ ଦୁଃଖରେ ଭାଙ୍ଗି ପଡ଼ିଲେ ଓ ଅସହାୟ ହୋଇ ଶିଶୁପୁତ୍ରକୁ ଧରି ତାଙ୍କ ବାପ ଘରକୁ ଚାଲିଗଲେ। କିଛି ବର୍ଷ ବିତିଗଲା। ରାମଚନ୍ଦ୍ର ବଡ଼ ହେଲା ପରେ ତାଙ୍କ ମା ରାମଚନ୍ଦ୍ରକୁ ଧରି କଳାହାଣ୍ଡି ପ୍ରତ୍ୟାଗମନ କଲେ। କିନ୍ତୁ ରାମଚନ୍ଦ୍ର ତାଙ୍କ ମାମୁଁ ଘରୁ ଆସିବା ବେଳେ ସେଠାରୁ ସାଙ୍ଗରେ ଗୋଟିଏ ଦେବୀଙ୍କୁ ଆଣିଥିଲେ ଓ ଆସିବା ବାଟରେ ଯୁବସାହି ପାଟଣାରେ ସେହି ଦେବୀଙ୍କୁ ମାଣିକ୍ୟ ଦେବୀ ନାଁରେ ସ୍ଥାପନ କଲେ। ସେହି ଜାଗାରେ ଆଜି ପର୍ଯ୍ୟନ୍ତ ମାଙ୍କର ସେହି ମନ୍ଦିର ରହିଅଛି। କିଛି ବର୍ଷ ଗଲା ପରେ ମାଙ୍କୁ ଆଣି ଜୁନାଗଡ଼ରେ ପୁନର୍ବାର ସ୍ଥାପନ କଲେ। ଏହିପରି ଅନେକ ବର୍ଷ ବିତିଗଲା। ତାଙ୍କର ପିଢ଼ି ପରେ ପିଢ଼ି ନାଗବଂଶ ରାଜାମାନେ ରାଜତ୍ୱ କଲେ। ଅନେକ ବର୍ଷ ପରେ ନାଗବଂଶର 23ତମ ରାଜା ନାରାୟଣଦେବଙ୍କ ରାଜତ୍ୱ ସମୟରେ ଗୋଟିଏ ଭୟଙ୍କର ମହାମାରୀ ରୋଗ ରାଜ୍ୟରେ ବ୍ୟାପିଲା। ରାଜ୍ୟର ଅନେକ ଲୋକଙ୍କ ଜୀବନ ଚାଲିଗଲା। ସେହି ମହାମାରୀ ସଂକ୍ରମଣରେ ରାଜାଙ୍କର ଛୋଟ ପୁଅର ମଧ୍ୟ ମୃତ୍ୟୁ ହୋଇଗଲା ଓ ତାଙ୍କ ବଡ଼ ପୁଅ ବି ସେହି ସଂକ୍ରମଣ ରୋଗରେ ଗୁରୁତର ହେଲେ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କୁ ବୁଦ୍ଧି ବାଟ ଦିଶିଲା ନାହିଁ। ଚିନ୍ତାରେ ବୁଡ଼ି ରହିଲେ। ଜୁନାଗଡ଼ରେ ସ୍ଥାପିତ ଥିବା ମା ମାଣିକେଶ୍ୱରୀ ଦେବୀଙ୍କୁ ନିକଟକୁ ଯାଇ ରାଜା ବହୁତ ଦୁଃଖ ପ୍ରକାଶ କଲେ। କାନ୍ଦି କାନ୍ଦି ମାଙ୍କ ନିକଟରେ କାକୁତି ବିନତି କଲେ ଓ ମାଙ୍କର ପୂଜାର୍ଚ୍ଚନା କଲେ। ମା ରାଜାଙ୍କର ଦୁଃଖ ସହି ନ ପାରି ସେହି ସଂକ୍ରମଣ ରୋଗ ଦୂର କରିଦେଲେ। ତାଙ୍କ ପୁତ୍ରକୁ ମଧ୍ୟ ଠିକ୍ କରିଦେଲେ। କିଛି ଦିନ ଗଲା ପରେ ରାଜା ନାରାୟଣଦେବ ଜୁନାଗଡ଼ରୁ ମା ମାଣିକେଶ୍ୱରୀଙ୍କୁ ଆଣି ଗଣ୍ଡେଶ୍ରୀଗଡ଼ରେ ସ୍ଥାପନା କଲେ, ଯେଉଁ ଜାଗାକୁ ଆଜି ଭବାନୀପାଟଣା କୁହାଯାଉଛି। ସେହିଦିନ ଆଜି ପର୍ଯ୍ୟନ୍ତ କଳାହାଣ୍ଡି ରାଜ୍ୟର ଇଷ୍ଟଦେବୀ ମା ମାଣିକେଶ୍ୱରୀ ପୂଜା ପାଇ ଆସୁଛନ୍ତି। କିନ୍ତୁ ମା ମାଣିକେଶ୍ୱରୀଙ୍କର କୌଣସି ମୂର୍ତ୍ତି ନାହିଁ। ମାଙ୍କର ମୁଣ୍ଡ ମଧ୍ୟ ନାହିଁ। ମା ଗୋଟିଏ ଖମ୍ବରେ ଛିନ୍ନମସ୍ତା ରୂପରେ ପୂଜା ପାଆନ୍ତି। ପ୍ରତ୍ୟେକ ବର୍ଷ ମୂଳାଷ୍ଟମୀରେ ମାଙ୍କର ନୂଆ ମସ୍ତକ ଖମ୍ବରେ ସୁସଜ୍ଜିତ ହୁଏ ଓ ମହାଷ୍ଟମୀର ପ୍ରଭାତରୁ ଛତ୍ର ବାହାରି ନଗର ଭ୍ରମଣ କରି ଛତ୍ରଯାତ୍ରା ଅନୁଷ୍ଠିତ ହୋଇଥାଏ ଓ ସେହି ଯାତ୍ରାରେ ଅନେକ ପଶୁପକ୍ଷୀଙ୍କର ବଳି ମଧ୍ୟ ହୋଇଥାଏ। କଳାହାଣ୍ଡି ଜିଲ୍ଲାରେ ନୀଳକଣ୍ଠଦେବ ନାମରେ ଜଣେ ରାଜା ରାଜ୍ୟ ଶାସନ କରୁଥିଲେ। ତାଙ୍କର କୌଣସି ପୁତ୍ର ନଥିଲା। ତ ପାଟଣାଗଡ଼ର ଇଷ୍ଟଦେବୀ ମା ପାଟଣେଶ୍ୱରୀଙ୍କୁ ସେ ଉପାସନା କରି 2ଟି ପୁତ୍ର ସନ୍ତାନ ପ୍ରାପ୍ତ କରିଥିଲେ। ଯଦି ଆପଣମାନଙ୍କୁ ଏହି ଇତିହାସ ଭଲ ଲାଗିଲା ତ ସମସ୍ତଙ୍କୁ ସେୟାର କରନ୍ତୁ ଓ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ନମସ୍କାର।